ପାହାଡ଼ର ନୀରବତା ମଧ୍ୟରେ ଏକ ଗଭୀର ସଙ୍କଟ ଲୁଚି ରହିଛି ବସନ୍ତପଡ଼ାରେ। ଏହା କେବଳ ଏକ ଦୂରସ୍ଥ ଗାଁ ନୁହେଁ, ଏହା ହେଉଛି ସେହି ଅଞ୍ଚଳ ଯେଉଁଠାରେ ଆଜି ମଧ୍ୟ ପୁରୁଣା କଳାହାଣ୍ଡିର ବାସ୍ତବତା ଜୀବନ୍ତ ରହିଛି। ଏଠାରେ ପରିବାରମାନେ ଖୋଲା ଗଡ଼ିରୁ ମଳିନ ପାଣି ସଂଗ୍ରହ କରୁଛନ୍ତି। ବିଦ୍ୟୁତ ସୁବିଧା ଅନିୟମିତ ଏବଂ ସିଞ୍ଚାଇ ବ୍ୟବସ୍ଥା ନଥିବାରୁ ଚାଷ ଏକ ଜୁଆ ଖେଳ ସଦୃଶ ହେଉଛି, ଯେଉଁଠାରେ ଚାଷୀ ପ୍ରାୟତଃ ହାରିଯାଏ। ଯୁବକମାନଙ୍କ ପାଇଁ ବିକଳ୍ପ ଅତ୍ୟନ୍ତ ସୀମିତ। ନାହିଁ ସ୍ଥାନୀୟ ଶିଳ୍ପ, ନା ଅଛି ସ୍ଥାୟୀ ଚାକିରି। ପ୍ରତିବର୍ଷ ପ୍ରତି ଋତୁରେ ପ୍ରବାସ ହିଁ ଏକମାତ୍ର ପଥ। କିନ୍ତୁ ଏହି ମାଟି ତଳେ ଲୁଚି ରହିଛି ଏକ ବଡ଼ ସୁଯୋଗ। କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ମିଳିତ ଭାବରେ ଭାରତର ପ୍ରାୟ 50ରୁ 59% ବକ୍ସାଇଟ୍ ସଂରକ୍ଷଣ ଧାରଣ କରିଛନ୍ତି, କିନ୍ତୁ ଏହାର ଚତୁର୍ଥାଂଶରୁ କମ୍ ଭାଗ ବ୍ୟବହୃତ ହେଉଛି। ଏପରି ସମୟରେ ଗତ ବର୍ଷ ଭାରତ 4.5 ମିଲିୟନ ଟନ୍ରୁ ଅଧିକ ବକ୍ସାଇଟ୍ ଆମଦାନୀ କରିଛି, ଯାହା ପାଇଁ ଦେଶରୁ 4,000ରୁ 5,000 କୋଟି ଟଙ୍କା ଦେଶ ବାହାରକୁ ଚାଲିଯାଇଛି। ବିଶେଷଜ୍ଞମାନଙ୍କ ମତ ଅନୁଯାୟୀ ଏହା କେବଳ ଏକ ଅଭାବ ନୁହେଁ, ହରାଇଥିବା ଏକ ବଡ଼ ସୁଯୋଗ। ଯଦି ଏହି ସମ୍ପଦକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବିକଶିତ କରାଯାଏ, ତେବେ ଏହା ଓଡ଼ିଶାର ଅର୍ଥନୀତିକୁ ପ୍ରତିବର୍ଷ ପ୍ରାୟ 18,000 କୋଟି ଟଙ୍କାର ଅବଦାନ ଦେଇପାରେ ଏବଂ ସୃଷ୍ଟି କରିପାରେ 15,000 ସର୍ବସ୍ତରୀୟ ଚାକିରି ଏବଂ 50,000 ପରୋକ୍ଷ ଜୀବିକା ସୁଯୋଗ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ଏକ ମଜବୁତ ଶିଳ୍ପ ଭିତ୍ତି ଆଗରୁ ରହିଛି। କଳାହାଣ୍ଡିର ଲାଞ୍ଜିଗଡ଼ରେ ବେଦାନ୍ତ ଲିମିଟେଡ୍ ଦ୍ୱାରା ପରିଚାଳିତ ଦୁନିଆର ସବୁଠାରୁ ବଡ଼ ଆଲୁମିନା ରିଫାଇନାରୀ ମଧ୍ୟରୁ ଗୋଟିଏ ଅଛି, କିନ୍ତୁ ଏହା ଏଯାବତ୍ ବହୁତ ଅଂଶରେ ଆମଦାନୀକୃତ ବକ୍ସାଇଟ୍ ଉପରେ ନିର୍ଭରଶୀଳ। ଯଦି ଏହି ରିଫାଇନାରୀକୁ ସ୍ଥାନୀୟ ବକ୍ସାଇଟ୍ ଯୋଗାଣ ଦିଆଯାଏ, ତେବେ ଏହାର ସମ୍ପୂର୍ଣ୍ଣ କ୍ଷମତା ଖୋଲିପାରିବ, ଆମଦାନୀ କମିବ ଏବଂ ଏଠାରେ ଏକ ସମ୍ପୂର୍ଣ୍ଣ ଶିଳ୍ପ ପରିବେଶ ଗଢ଼ି ଉଠିପାରିବ। ଏହାର ପ୍ରଭାବ କେବଳ ଶିଳ୍ପ ମାତ୍ରରେ ସୀମିତ ନୁହେଁ, ଏହା ସ୍ଥାନୀୟ ଜୀବନକୁ ମଧ୍ୟ ପରିବର୍ତ୍ତନ କରିପାରିବ। ଡିଷ୍ଟ୍ରିକ୍ଟ ମିନେରାଲ ଫାଉଣ୍ଡେସନ୍ ମାଧ୍ୟମରେ ଖଣିଜ ଆୟକୁ ପାଣି, ସ୍ୱାସ୍ଥ୍ୟ, ସଡ଼କ ଏବଂ କୌଶଳ ବିକାଶ ପାଇଁ ବ୍ୟୟ କରିବାକୁ ନିର୍ଦ୍ଧାରିତ। ବସନ୍ତପଡ଼ା ପରି ଗାଁମାନଙ୍କ ପାଇଁ ଏହା ହୋଇପାରେ ଏକ ନୂଆ ଆରମ୍ଭ। ଅନିଶ୍ଚିତତାରୁ ସ୍ଥିର ଜୀବିକା ପର୍ଯ୍ୟନ୍ତ, ପ୍ରବାସରୁ ସ୍ଥାନୀୟ ସୁଯୋଗ ପର୍ଯ୍ୟନ୍ତ, କାରଣ କେବେ କେବେ ଉନ୍ନତିର ପଥ ଆମ ପାଦ ତଳେ ହିଁ ରହିଯାଇଥାଏ। ଗୁଡ଼ି ଖଣିଜ ସମ୍ପଦ ରହିଛି, ମାତ୍ର ତାକୁ ସଦ୍ବିନିଯୋଗ କରାଯାଉ ନାହିଁ। କେଉଁଠି ଫରେଷ୍ଟ କ୍ଲିୟରେନ୍ସ ମିଳୁନାହିଁ, ତ କେଉଁଠି ସରକାରଙ୍କର ଅବହେଳା ଯୋଗୁଁ କିଛି ଅବହେଳା ହେଉଛି, ସେଥିଲାଗି ବି କିଛି ଡେରି ହେଇଯାଉଛି। କଳାହାଣ୍ଡିରେ ଖଣିଜ ସମ୍ପଦ ବହୁତ ଭରପୁର ଅଛି। ଲାଞ୍ଜିଗଡ଼ରେ ଯେଉଁ ବେଦାନ୍ତ ଯେଉଁ କରିଛି ଆଲୁମିନିୟମ ପ୍ଲାଣ୍ଟ, ସେ ଆଲୁମିନିୟମ ପ୍ଲାଣ୍ଟରୁ ଆଲୁମିନିୟମ ବାହାରୁ ନେଇ ଆନ୍ତା ଖଣି ଲିଜ୍ ହେଇଯାଆନ୍ତା, ତାହେଲେ ଲୋକମାନେ ବାହାରକୁ ଯାଇ ଆଉ ଖଟି ନଥାନ୍ତେ, ଦାଦନ ଖଟି ନଥାନ୍ତେ। ଆଉ ତାକୁ ସଦ୍ବିନିଯୋଗ କଲେ ଏଇନା ଆମର ଇନଫ୍ରାଷ୍ଟ୍ରକ୍ଚର ଡେଭଲପମେଣ୍ଟ ବି ବହୁତ ହୁଅନ୍ତା, ସବୁ ଜିନିଷ ଲୋକ ଆଉ ପାଖରେ ରହନ୍ତା। କଳାହାଣ୍ଡିରେ ଯେତିକି ଖଣିଜ ସମ୍ପଦ ଅଛେ ତାକେ ଭଲସେ ୟୁଟିଲାଇଜ୍ ନାଇଁ କରାହବାର। ଯଦି ଭଲସେ ୟୁଟିଲାଇଜ୍ ହେତା ବୋଲେ ଏନେ ଯେନ୍ ଲାଞ୍ଜିଗଡ଼ରେ ଯେନ୍ ବେଦାନ୍ତ କମ୍ପାନୀ ଅଛେ, ସେ ବି ବକ୍ସାଇଟ୍ ଲାଗି ଯେନ୍ ହଇରାଣ ହେଉଛେ, ତାକେ ବି ଯଦି ବକ୍ସାଇଟ୍ ମିଲତା ବୋଲେ ଆମର ଏରିଆର, ଆମର ଲାଞ୍ଜିଗଡ଼ର ଏରିଆର ଯୁବତୀମାନେ ଯେନ୍ଟା ବାହାରକେ ଦାଦନ ବି ଯାଉଛନ୍, ସେମାନେ ଦାଦନ ନାଇଁ ଯାଇକିନା ଇନେ ବି ସେମାନେ ଚାକିରି କରିପାରତେ, ଆଉ ନିଜର ପରିବାରକେ ବି ପ୍ରତିପୋଷଣ କରିପାରତେ ସେମାନେ।